ଅଧ୍ୟାୟ ଧର୍ମଦତ୍ତ ବାଚ ଶୁଣରାଜନ ଦୋଷମାନେ ସେ ବିଷ୍ଣୁ ଦୂତଙ୍କ ବଚନେ ଆନନ୍ଦ ତନ ପୁଲକିତ ପୁଣି ପୁଛଇ ଧର୍ମଦତ୍ତ ହେ ବିଷ୍ଣୁ ପ୍ରୀତେ ତୁମ୍ଭବାଣୀ ହୃତାତ ହେଲେ କନ୍ୟା ଶୁଣି ଏବେ ମୁଁ ପଚାରିବି ଯାହା ପ୍ରସନ୍ନ ହୋଇ କହ ତାହା ତୁମ୍ଭ ସଙ୍ଗତେ ବିନି ଜନେ କାର୍ତ୍ତିକ ବ୍ରତ ଉଦ୍ଯାପନେ ବିଷ୍ଣୁ ସନ୍ନିଧି ପୂଜା କରି ଜୟ ବିଜୟ ନାମେ ଦ୍ୱାରି ସେବେନି ଜନଙ୍କର ଧର୍ମ ପୂର୍ବେ ସେ କଲେ କେଉଁ କର୍ମ ସେ କଥା କହ ମୋର ଆଗେ ଶୁଣିବି ତୁମ୍ଭ ଅନୁରାଗୀ ବିଷ୍ଣୁ ଭକତ କଥା ଶୁଣି ତରିବି ଭବ ତରଙ୍ଗିଣୀ ହେମନ୍ତ ବ୍ରାହ୍ମଣ ବଚନେ ସେ ବିଷ୍ଣୁ ଦୂତେ ସାବଧାନେ ବୋଲନ୍ତି ଶୁଣ ବିପ୍ରବର ପୂର୍ବେ ଯେ ବ୍ରହ୍ମାଙ୍କ କୁମର କଦ୍ରମ ନାମେ ମହାମୁନି ତା ପତ୍ନୀ ମନୁର ନନ୍ଦିନୀ ନାମ ତାହାର ଦେବହୂତି ଅତି ସୁନ୍ଦରୀ ମହାସତୀ ତାର ଉଦରେ ନବନାରୀ ସେ କନ୍ୟା ନବ ଋଷି ବରି ପୁଣି ଜନ୍ମିଲେ ପୁତ୍ର ତିନି କପିଳ ବିଷ୍ଣୁ କଳା ଘେନି ସିଦ୍ଧଗଣଙ୍କ ମଧ୍ୟ ରହି ଯୋଗ ସାଧନେ ଜ୍ଞାନ କହି ଆମ୍ବର ଦେବହୂତି ନାମ ଜୟ ବିଜୟ ନାମେ ସାନ ସେ ବେନି ଭାଇ ଗୁଣବନ୍ତ ଧର୍ମେ ନିପୁଣ ଜ୍ଞାନେ ରତ ନିଗମ ଆଦି ଶାସ୍ତ୍ର ପଢ଼ି ଦିନକୁ ଦିନ ଜ୍ଞାନ ବଢ଼ି ଜାଣିଲେ ଆତ୍ମାର କାରଣ ସେବିଲେ ଶ୍ରୀଗୁରୁ ଚରଣ ଶ୍ରୀଗୁରୁ ବ୍ରହ୍ମାଙ୍କ ନନ୍ଦନ ସନତ କୁମାରଙ୍କ ସ୍ଥାନ କପିଳ ନାମେ ମହାମୁନି ତାହାଙ୍କ ଠାରୁ ଦୀକ୍ଷା ଘେନି ଶ୍ରୀ ନାରାୟଣ ମହାମନ୍ତ୍ର ଅଷ୍ଟ ଅକ୍ଷରେ ବେଦଯନ୍ତ୍ର ଷୋଡ଼ଶ ଉପଚାର ପୂଜା ଜଣେ ସନ୍ତୋଷ ଦେବରାଜ ଗୁରୁଙ୍କ ମୁଖ ସର୍ବଶିଖି ନିଜ ଆତ୍ମାକୁ କରି ସୁଖୀ ଜୟ ବିଜୟ ବେନି ଭ୍ରାତ ନିତ୍ୟ ସେବନ୍ତି ଜଗନ୍ନାଥ ବିଷ୍ଣୁ ଭଗତ ବିନା ଆନେ ସୁଖ ନ ଗଛେ ତାଙ୍କ ମନେ ଏମନ୍ତେ କେତେ ଦିନ ଅନ୍ତେ ମରୁତ ନାମେ ମହିପତେ ବିଷ୍ଣୁ ପ୍ରୀତିରେ ଚିତ୍ତ ଧରି ଜୟ ବିଜୟ ଯଜ୍ଞ ବରି ଜ୍ୟେଷ୍ଠ ଭ୍ରାତକୁ ବ୍ରହ୍ମାପଣେ କନିଷ୍ଠ ଆଚାର୍ଯ୍ୟ ବରଣୀ ଭିଆଇ ବହୁତ ସମ୍ଭାର ପୂଜିଲ ଅଗ୍ନି ଆଦି ସୁର ନରଲୋକଙ୍କୁ ମିଷ୍ଟ ଅନ୍ନ ବିପ୍ରଙ୍କୁ ଦେଲା ମହାଦାନ ସେ ଅବଭୃତ ସ୍ନାନ କାଳେ ଋତୁଜ ଗଣଙ୍କର ମିଳେ ଜୟ ବିଜୟ ବେନି ଭାଇ ତାଙ୍କୁ ବହୁତ ଧନ ଦେଇ ଦକ୍ଷିଣା ପାଇ ମନ ତ ସେ ଗଲେ ସେ ଆପଣାର ଦେଶେ ଧନର ଖାଇ ଯତ୍ନ କରି ଜୟ ବିଜୟ କର ଧରି ଏକାନ୍ତ ସ୍ଥାନେ ଯାଇ ବସି କନିଷ୍ଠ ଭାଇଙ୍କି ଆଶ୍ୱାସୀ ଜୟ ବୋଇଲେ ଶୁଣ ବାବୁ ତୁମର ବଚନ ଘେନିବୁ ରାଜା ଦେଇଛି ଯେତେ ଧନ ଆମ୍ଭେଶ ଭାବେ ତପିଜନ ଧନରେ ହେଲେ ଆସକତ ଧର୍ମ ଯେ ନହିବ ପ୍ରାପତ ତୁମେ ଏ ଧନ କି କରିବା ଗୁରୁଙ୍କୁ ସବୁ ନେଇଦେବା ଏ ଧନେ କରନ୍ତୁ ସେ ଜାଗ ଏଣେ ଆମ୍ଭର ବଡ଼ ଭାଗ୍ୟ ଏମନ୍ତେ ଜ୍ୟେଷ୍ଠ ବାକ୍ୟ ଶୁଣି ବିଜୟ କହୁଅଛି ବାଣୀ ବହୁବ୍ରାତ ମୋର ବାକ୍ୟ ଘେନ ଆମ୍ଭ ଅର୍ଜିତ ଯେତେ ଧନ ବେନି ଭାଇଙ୍କ ସନ୍ନମତେ ଦେବତା ପିତାଙ୍କ ଅଗ୍ରତେ ସେ ଆମ୍ଭ ତାତ ଆଦି ଗୁରୁ ଧନରେ ଧର୍ମ କୀର୍ତ୍ତି କରୁ ଦୁଃଖୀ ଦରିଦ୍ରେ କିଛି ଦେଉ ପୁତ୍ର ଅର୍ଜିଲା ଯଶ ପାଉ ସାନର ବାକ୍ୟ ଶୁଣି କନେ ଜୟ କହୁଛି କୋପ ମନେ ତୁ ଶିଶୁ କିଛି ନ ଜାଣୁ କୁଟୁମ୍ବ ସ୍ନେହ ମନେ ଆଣୁ ପିତା ଜନନୀ ଇଷ୍ଟବନ୍ଧୁ ଏସର୍ବ ମାୟା ମୋହ ସିନ୍ଧୁ ଦାର ତନୟ ସେହି ମତ ଲହରୀ ପ୍ରାୟ ହୋଇ ଜାତ ଉଠଇ ଗିରି ପ୍ରାୟ ହୋଇ କୂଳେ ବାଜିଲେ ଭାଙ୍ଗି ଯାଇ କୁଟୁମ୍ବ ସ୍ନେହ ସେହି ମତି ଆତ୍ମାକୁ ନାହିଁ ତେଣେ ମୁକ୍ତି ଗୁରୁ ସେ ଗତି ମୁକ୍ତି ଦିଅନ୍ତି ଆତ୍ମାକୁ ପବିତ୍ର କରନ୍ତି ଉତ୍ତମ ଜ୍ଞାନ ଦୀକ୍ଷା ଦେଇ ଅନ୍ତେ ଅଚ୍ୟୁତ ପୁରେ ନେଇ ତେଣୁ ଶ୍ରୀ ଗୁରୁ ପଦେ ସେବା ଅନ୍ୟ କି ପ୍ରୟୋଜନେ ଅବା ଅଗ୍ରଜ ବାକ୍ୟ କର୍ଣ୍ଣେ ଶୁଣି ବିଜୟ କହୁଅଛି ବାଣୀ ହେ ଭ୍ରାତ ଜ୍ଞାନ କଥା କହୁ ସେ ଜ୍ଞାନ ଉପୁଜିଲା କାହୁଁ ଦେହ ନଥିଲେ କାହୁଁ ଜ୍ଞାନ ଦେହ ବିହୀନ ସର୍ବଶୂନ୍ୟ ଯାବତ ଅଛି ଦେହ ବୁଦ୍ଧି ତାବତ ସର୍ବକର୍ମ ସିଦ୍ଧି ସକଳ ଜ୍ଞାନ ସାଧି କରି ଭେଦବ ଥିବ ଯେବେ ଧରି ତୁମେ ଏ ଦେହ ସାରସ୍ୱତ ଜଣେ ହୋଇଲ ସମ୍ଭୂତ ଯାନ ମୋ ପିତା ମାତା କହି ଏ ପିଣ୍ଡ ଅଧିକାରୀ ସେହି ତାଙ୍କ ଚରଣେ ଜଣୁ ସେବା ଅର୍ଜି ଉତ୍ତମ ଧନ ଦେବା ତାଙ୍କୁ ସନ୍ତୋଷ ଆଗେ କରି ପଛେ ଯାବତ ଇଷ୍ଟ ପରି ଜୀବନ ଜନ ମୂର୍ଖପଣେ ନ ସେବେ ପିଓର ଚରଣୀ ନିଜ ମାତାକୁ ଦୁଃଖ ଦେଇ ଆନ ଗୁରୁଙ୍କୁ ସେବେ ଯାଇ କିଏ ବା ତପ ସାଧିବାରେ ଅଙ୍ଗାଦି ନାନା ତୀର୍ଥ କରେ ତାର ସୁକୃତ ଫଳ ଯେତେ ଜନନୀ କ୍ରୋଧେ ଜଳେ ନିତ୍ୟ ପିତାଙ୍କୁ କଲେ ଅସନ୍ତୋଷ ସକଳ ଧର୍ମ ଯାଇ ନାଶ ଏଣୁ ପିଓର ପଦେ ସେବି ପଶ୍ଚାତେ ଅନ୍ୟ ଇଷ୍ଟ ଭାବି ଏକଥା ତୁମ୍ଭ ମନେ ଘେନ ମାତା ପିତାଙ୍କୁ ଦେବା ଧନ ଏମନ୍ତ ବାକ୍ୟ ଜୟ ଶୁଣି ବୋଲଇ ତୁରେ ମୂଢ଼ ପ୍ରାଣୀ ଧନ ଲୋଭରେ ଦେଉ ମନ ମତକୁ ତୋର କେତେ ଜ୍ଞାନ ଗୁରୁ ବିଷୟ ଅପରାଧୀ ଧନ ଗ୍ରହଣେ କଲ ବୁଦ୍ଧି ମୋର ବଚନ ଭାଙ୍ଗୁ ବଳେ ଏ ଦୋଷୁ ଗ୍ରାହ ହୁଅ ଜଳେ ଜଳଚରଙ୍କ ମଧ୍ୟ ଥାଇ ବଞ୍ଚ ତୁ ଜଳ ଜନ୍ତୁ ଖାଇ ଏମନ୍ତ ବୋଲି ସାପ ଦେଲା ଶୁଣି ବିଜୟ କୋପ କଲା ବୋଇଲା ମୋର ନାହିଁ ଦୋଷ ନ ବୁଝି କିମ୍ପା କଲୁ ରୋଷ ସାପ ଯେ ଦେଲୁ ମୂର୍ଖପଣେ ଉପରୋଧ ଛାଡ଼ି ଅକାରଣେ ଏଣୁ ତୁ ଗଜ ମୂର୍ଖ ହୁଅ ଘୋର ଅରଣ୍ୟ ମାର୍ଗେ ଥାଉ ଏସନେ ସାପ ଅନ୍ୟ ଦେଇ କାତରେ ବେନି ଜନେ ଧର୍ମ ସୁମରି ମନେ ଦୁଃଖ ବୋଲନ୍ତି ଶୁଣ ପଦ୍ମମୁଖ ପ୍ରଭୁ କରୁଣା ଜଳଧି ତୋର ସଞ୍ଚିଲା ସର୍ବବିଧି ସକଳ ଜୀବ ତୋର ବାସ ତୁ ପ୍ରଭୁ ପରମ ପୁରୁଷ ପରମ ଆତ୍ମ ରୂପେ ଥାଉ ଜୀବକୁ ଜଗତ ଭ୍ରମାଉ ଜଗତ ତୋର ମାୟା ବଳେ सकट चोक प्राय चले एणु ए दुर्जय जगत
କାହାର ନୁହଁ ଆୟତ। ତୁ ନାଥ ଜଗତ ଈଶ୍ୱର, ପ୍ରାଣୀକି ଅଦୃଷ୍ଟି ତୋହର। ଯାହା କରିବୁ ତୋର ଇଚ୍ଛା, କେ ଲଭି ପାରେ ମନ ବାଞ୍ଛା। ପ୍ରାଣୀ ଯଶୋଦା ସୁଖ ଅର୍ଥେ, ପଡ଼ନ୍ତି ଘୋରତମ ପଥେ। ଆତଙ୍କେ ତୋ ନାମ ସୁମରି, ପୁଣି ଦୁସ୍ତରୁ ଯାନ୍ତି ତରି। ଆମ୍ଭେ ସୋଦର ବେନି ଭାଇ, ଅର୍ଥ ମଦରେ ହେଲୁ ବାଇ। ସାପ ବିହିଲୁ ଏକେ ଏକେ, ଏବେ ମରୁଛୁ ତୋ ଗୋରୁ ଶୋକେ। ଆତଙ୍କେ ତୋ ନାମ ସୁମରୁ, ତୁ ନାଥ ଉଦ୍ଧର ଦୁସ୍ତରୁ। ଭକତ ଜନଙ୍କ ସୋଦର, ହେ ଅନ୍ତର୍ଯାମୀ କୃପା କର। ଏମନ୍ତ ବୋଲି ବେନି ଭାଇ, ହରି ଚରଣେ ମନ ଦେଇ। ତାଙ୍କ ଆତଙ୍କ ମନ ଜାଣି, ଅଶେଷ ଲୋକ ଚିନ୍ତାମଣି। ବେନି ବୃତ୍ତଙ୍କ ମଧ୍ୟ ଆସି, ପ୍ରକାଶ ହେଲେ ବ୍ରହ୍ମରାଶି। ଅପୂର୍ବ ଶୋଭା ଦିବ୍ୟକାନ୍ତି, ଦେଖି ଆନନ୍ଦ ବେନି ଜ୍ୟୋତି। ଜୟ ବିଜୟ ବେନି ଭାଇ, ଭୂମିରେ ପାଏ ପଡ଼ି ଶୋଇ। ତୁରିତେ ଉଠି ଯୋଡ଼ି କର, ବୋଲନ୍ତି ତ୍ରାହି ଚକ୍ରଧର। ତ୍ରାହି ଜଗତ ନାଥ ତ୍ରାହି, ତୋ ବିନା ଅନ୍ୟ ଗତି ନାହିଁ। ଆମ୍ବ ଦୁର୍ବୁଦ୍ଧି କର୍ମଦୋଷ, ତବ ଦର୍ଶନେ ହେଉ ନାଶ। ଅଧିକ କି କହିବୁ ସ୍ୱାମୀ, ତୁ ନାଥ ସ୍ୱୟଂ ଅନ୍ତର୍ଯାମୀ। ଆମ୍ଭର ଅନ୍ତର୍ଗତ ଦୁଃଖ, ଜାଣି ବିନାଶ ପଦ୍ମମୁଖ। ଭକ୍ତ ବଚନେ ଲକ୍ଷ୍ମୀ ସାହି, ବୋଲନ୍ତି ଶୁଣ ବେନି ଭାଇ। ତୁମ୍ଭେ ଯେ ଆମ୍ଭର ଭକତ, ନାମ ଆମ୍ଭର ଭକ୍ତ ହିତ। ଯେ ମୋର ଭକତ ବଚନ, ମୁଁ ତା ନ କରଇ ଆନ। ତେଣୁ ତୁମ୍ଭର ସାପ ଯୋଗ, ଅବଶ୍ୟ ଅଙ୍ଗେ ହେଉ ଭୋଗ। ଗଜ କୁମ୍ଭୀର ରୂପ ହୋଇ, ଜଳସ୍ଥଳରେ ବେନି ଭାଇ। ଉଭୟ ଭେଟ ପରିଚନ୍ତେ, ସମୟ ଯାଉ ହୋଇ ମତେ। ଯୁଗେ କୁଞ୍ଜର ଜଳପାନେ, ଗଣ୍ଡୁକି ତୀରେ ଏକଦିନେ। ତୁଷାରେ ପିଉଥିବ ପାଣି, ସେ ଜଳେ ଥାଇ ଗ୍ରାହମଣି। ଗଜକୁ ଧରିବ ତୁରିତେ, ସେ ଗଜ ସୁମରିବ ମତେ। ମୁହିଁ ଆସିବି ତାହା ଜାଣି, ଚକ୍ର କୁମ୍ଭୀର ମୁଣ୍ଡ ହାଣି। ଗଜ ମୋ ରୂପକୁ ଅନାଇ, ପ୍ରାଣ ଛାଡ଼ିବ ସେଇ ଠାଇଁ। ସେ ଦୁଇ ଆତ୍ମା ତୁମ୍ଭେ ବେନି, ମୁଁ ସଙ୍ଗତେ ଯିବି ଘେନି। ମୋର ସ୍ୱରୂପେ ମୋର ପୁରେ, ନିଶ୍ଚିନ୍ତ ରହିଥିବ ଦ୍ୱାରେ। ମତେ ଭଜିବ ଯେଉଁ ଜନ, ପ୍ରଥମେ ତବ ଦର୍ଶନ। ତୁମ୍ଭଙ୍କୁ କରିବେ ଭକତି, ତେବେ ପାଇବେ ମୋର ଗତି। ମୁଁ ଏହା କରିବି ନିଶ୍ଚୟ, ଏତକୁ ନ କର ସଂଶୟ। ଏମନ୍ତ କହି ବ୍ରହ୍ମରାଶି, ଗଲେ ଗଗନ ମାର୍ଗେ ପଶି। ଜୟ ବିଜୟ ଭାଇ ବେନି, ବିଷ୍ଣୁ ଶ୍ରୀମୁଖ ଆଜ୍ଞା। ଜୟ ବିଜୟ ବେନି ଭାଇ, ବିଷ୍ଣୁ ଶ୍ରୀମୁଖ ଆଜ୍ଞା ପାଇ। କେତେ କାଳ ଅନ୍ତେ ପୁଣି, ଅର୍ଜିଲ କର୍ମକୁ ନ ଜାଣି। ଗଜ ସ୍ୱରୂପେ ଜୟ ମୁନି, ରହିଲା ବନେ ଆଶ୍ରା ଘେନି। ବିଜୟ ଗ୍ରାହ ରୂପ ଧରି, ଗଣ୍ଡୁକି ଜଳେ ବାସ କରି। ଏମନ୍ତେ କେତେ କାଳ ଗଲା, ଯେମନ୍ତେ କର୍ମେ ଲେଖା ଥିଲା। ଶ୍ରୀହରି କହିଥିଲେ ଯାହା, ସେହି ପ୍ରକାରେ ଲକ୍ଷ୍ମୀ ନାହ। ଗଜ କୁମ୍ଭୀର ଯୁଦ୍ଧ କାଳେ, ପ୍ରକାଶ ହୋଇ ରବି ତଳେ। ପ୍ରାଣୀ ଆତଙ୍କ ଯଉଁ ହରି, ତେଣୁ ପ୍ରଭୁଙ୍କ ନାମ ହରି। ଗଜ ଆତଙ୍କ ମନ ଜାଣି, ଚକ୍ର କୁମ୍ଭୀର ମୁଣ୍ଡ ହାଣି। ବେନି ଜନକୁ ମୁକ୍ତି ଦେଲେ, ସେ ସ୍ଥାନ ହରି କ୍ଷେତ୍ର କଲେ। ଗଜ କୁମ୍ଭୀର ଯେ ନିସ୍ତାରି, ବୈକୁଣ୍ଠ ପୁରେ କଲେ ଦ୍ୱାରି। ଜୟ ବିଜୟ ତାଙ୍କ ନାମ, ବୈକୁଣ୍ଠ ଗୁଣେ ନାହିଁ ସମ। ତାଙ୍କ ଚରିତ ଯେବା ଶୁଣି, ସିଏ ଅନ୍ତେ ପରଲୋକ ଜିଣି। ଗୋବିନ୍ଦ ମନ୍ଦିର ବସନ୍ତି, କୈବଲ୍ୟ ଭୋଗ ବୁଞ୍ଜୁଥାନ୍ତି। ଶୁଣ ବିପ୍ର ଧର୍ମଦତ୍ତ, ବିଷ୍ଣୁ ଆଜ୍ଞା ହିଁ ବାକ୍ୟ ସତ୍ୟ। ପୁଣି କହନ୍ତି ବିଷ୍ଣୁ ଗଣ, ହେ ବିପ୍ର ଦୃଢ଼ମାନେ ଶୁଣ। ତୁ ନିଶ୍ଚୟ ଯିବୁ ବିଷ୍ଣୁପୁର, ଏବେ ଆମ୍ଭର ବୋଲ କର। କ୍ଷିତିରେ ଥିବୁ ଯେତେ ଦିନ, ଆନନ୍ଦ କରୁଥିବୁ ମନ। ଧର୍ମରେ କରୁଥିବୁ ଆଶା, ଉପେକ୍ଷୀ କାମ କ୍ରୋଧ ହିଂସା। ଚତୁର ଥିବ ଦୟା ଭାବ, ଜୀବଟି ସ୍ୱୟଂ ବାସୁଦେବ। ତୁଳା ମକର ମେଷ ତିନି, ବ୍ରହ୍ମଚର୍ଯ୍ୟର ଦୀକ୍ଷା ଘେନି। ପ୍ରାତଃସ୍ନାନାଦି ଦିନେ ଦିନେ, ସନ୍ତୋଷ ହବିଷ୍ୟ ଭୋଜନେ। ଆବର ବ୍ରତ ଏକାଦଶୀ, ଗୋବିପ୍ର ଅତିଥି ତୁଳସୀ। ତୁ ଏଣେ କର ତତ୍ତ୍ୱଜ୍ଞାନ, ବିଷ୍ଣୁ ଲୋକରେ ଯେବେ ମନ। ଏମନ୍ତ କହି ଦୂତ ବେନି, ସଙ୍ଗତେ କଳ ହାକୁ ଘେନି। ଆରୋହୀ ସୁବର୍ଣ୍ଣ ବିମାନ, ଗଲେ ଯେ ବୈକୁଣ୍ଠ ଭୁବନ। ସୁଜ୍ଞାନ ପାଇ ଧର୍ମଦତ୍ତ, ନିଜ ଆଶ୍ରମେ ଉପଗତ। ଏ ପ୍ରଶ୍ନ ରାଜା ପୃଥୁ ଆଗେ, ନାରଦ ମୁନି ଅନୁରାଗେ। ବୋଲନ୍ତି ଶୁଣ ମହୀପତି, ଏତେ ଲକ୍ଷଣ ବିଷ୍ଣୁ ଭକ୍ତି। କାର୍ତ୍ତିକ ବ୍ରତ ମୂଳ କରି, ସେ ବିଲେ ଭାବ ଜଳୁତରି। ବିନା କାର୍ତ୍ତିକ ନ ଆରାଧି, କେବେ ଧର୍ମ ନୁହେଁ ସିଦ୍ଧି। କାର୍ତ୍ତିକ ହୀନେ ଯେତେ ବ୍ରତ, ସେ ସବୁ ମନ୍ତ୍ର ଜଳସ୍ରୋତ। ପିଣ୍ଡିଲେ ବହୁ ଥାଇ ନିର, ରଖିଲେ ଶୁଖି ଯାଇ ଧାର। ସ୍ୱରୂପ ସର୍ବଧର୍ମ ବିଧି, ସାଧିଲେ ହେଉଥାଏ ସିଦ୍ଧି। କାର୍ତ୍ତିକ ଧର୍ମ ନୟ କ୍ଷୟ, ସର୍ବଦା ସୁର ନଦୀ ପ୍ରାୟ। ବିଧି ପ୍ରକାରେ ବେଳେ କଲେ, ସର୍ବଦା ବହୁ ଥାଇ ତୁଲେ। ସେ ସୁଧା ରସ ପୁଣ୍ୟମୟ, ଆତ୍ମା ସେ ଜଳେ ହଂସ ପ୍ରାୟ। କେବେ ନ ପଡ଼ଇ ଦୁଃଖେ, ଆନନ୍ଦେ ବିହରଇ ସୁଖେ। ତେଣୁ ଏ କାର୍ତ୍ତିକ ଚରିତ, ଶାସ୍ତ୍ର ପୁରାଣ କିବା ଗୀତ। ଶୁଣେ ନ ମନରେ ସନ୍ତୋଷ, ବିନାଶ ଅଶେଷ କଳ୍ମଷ। ମୁକ୍ତି ଲଭେ ଅନ୍ତକାଳେ, କାର୍ତ୍ତିକ ବ୍ରତ ଧର୍ମ ଫଳେ। ଇସିତେ ଜିଣେ ଯମ ସୀମା, ଏମନ୍ତ କାର୍ତ୍ତିକ ମହିମା। ଅବଧ ମହାଦେବ ଦାସ, ଏଛାରେ କହିବ ତା କିସ। ବୁଧ ଜନକ ଅନୁରାଗେ, ପୁରାଣ ଅର୍ଥ ଗୀତ ଯୋଗେ। ସଂସାରେ କଲି ପରକାଶ, ପୂଜନେ ଶୁଣି ହୁଅ ତୋଷ। ଇତିଶ୍ରୀ ପଦ୍ମପୁରାଣେ ଉତ୍ତରଖଣ୍ଡେ କାର୍ତ୍ତିକ ମାହାତ୍ମ୍ୟେ ଜୟ ବିଜୟ ଚରିତ କଥନେ ନାମ एकविंश अध्याय। पृथुवाच, नारद वाक्य कन्या शुणी, से पृथ्वीराज नृपमणि। बोलती शुण मुनिवर, तुम्हें कहल धर्मसार। कार्तिक व्रत धर्म मिले, आउ कि अच्छी रवि तले। से कथा जानी कह, जगत जन दुख दह। मुनि बोलती धर्म अच्छी,
कार्तिक व्रत फल पक्षी से कथा शुण महारथ जे कृष्ण बेणी नामे तीर्थ से पुण्यतीर्थ आदि मासे रोहिणी प्रथम दिवसे हे स्नान कर एक बेले कृष्ण सुमरी प्रात काले सकाल पाप क्षय जाई कार्तिक कृत्य फल पाई अंत्य लाभ विष्णुपुर जावत रवि निशा कर तावत थाई विष्णु आले से कृष्ण बेणी तीर्थ फले एमंत नारद वचन शुणी सतोष पृथु मन खुणी पुछई नर नाहा ओ मुनि मत कह ताहा एमंत पुण्यतीर्थ जेहूँ पूर्व से उपजिला कहूँ से कथा कह महाजति दुर्लभ तीर्थ पुण्य रीति नारद उवाच शुण राजन सावधाने जे सत्य जुगे पूर्व दिने ब्रह्मजी यज्ञ कर्म कुते गोविंद शंकर सहिते सकल सुर मुनि तुले कर्णे गिरी शिखे गले पवित्र स्थान रही सर्वे हे यज्ञ विधि कृत पूर्वे सर्व जानते वेदावर विहाई बहुत संभार भृगु को आचार्य बरणे विधाता बरिले आपणे विष्णु प्रीति करी बांछा यज्ञ संकल्प कले इच्छा ब्रह्मा को चाही नारायण बोलती आंब वाक्य शुण जे तुम्ब ज्येष्ठ पत्नी सुरा तार नंदिनी नाम क्षीरा से जे आंबर प्रियवती सकल गुणे सरस्वती जे तांको माता तुम्ब नारी विशेष ज्येष्ठ नाम धरी तांको सुमरी यज्ञ स्थाने संकल्प कर आवाहने ए वाक्य शुणी भृगुमुनि बोलती काल वृत्त घेनी हेसभाजने तुम्भे शुण ब्रह्मा पत्नी तीन जान सुरा सावित्री गायत्री ए तीन काल रूप धरी सूर्य सायंकाल रूपी सावित्री मध्य काल व्यापी प्रभात काले गायत्री ए तीन ब्रह्मांकर नारी एतक काल वर्तमान विचार कर सावधाने प्रथमे सुमरिले संध्या यज्ञ आरंभ हेब दंद एतक मोर बोल कर यज्ञ गायत्री नाम धर जे व्रत काल दिन आदि संकल्पे सुमरी बजती यज्ञ होइब विधि मते जावत कर्म यथाकृते ए बाकी भृगुमुख शुणी निश्चय कथा बोली जानी सकल मुनि सन्मते विधाता सुमरिले चिते गायत्री नाम सुमरणे आसी मिलिले तत्क्षणे ब्रह्मांक दक्षिण परुषे से देवी मिलिले हरसे ताहाकु घेनी वेदपति यज्ञ संकल्प करती एमंत बेले देवी सुरा मन उच्छुक महातोरा सन्निधि मिली गले आसी कहती सभा समदर्शी तुम्हें सकल कथा जान मो कथा समस्ते हे शुण तुम्बर संचिला जगत यज्ञ जेते विधिमत एवं अधर्म कृत्य कल ज्येष्ठ को यज्ञ न बरिल अपूज्य जन करी पूजा विवेकपण कल तेज जे देशे एमंत विचार लघुत्व जन सुपकार से देशे निश्चित धर्महानि दुर्भिक्ष मृत्यु भय तीन अवश्य उपजयी एते अकीर्ति शुभ ही जगते तुम्हें कि न जान एक कथा निश्चय आशारे कला वृथा एठारे अछ जेते लोक जड़र प्राय अविवेक मु ज्येष्ठ ब्रह्मांक घरणी से मोर सान सपतनी ताहाको पति संगे बरी यज्ञ आरंभ अच करी एणु अचेत सर्वजन मोर साप को योग्य मान ब्रह्मा सहित सुरमुनि समस्ते मोर साप घेनी नदी स्वरूपे अष्ट दिगे एठार बही जाओ बेगे सुरा वचन कोप करी क्रोधे बोलती गायत्री तोर गृहस्थ एका भी नूतन होइले किछि नाही तहाँकि कलु एड़े कोप एकु अनेक देले साप एदशे हुआ तु ही नदी धर्म पुराण सत्य ज्योति एमते अन्य सापे सर्वदक्षिणे नदी रूपे पर्वते न पारिले रही अष्टदिक को गले बही कहती मुनि को उत्तम शुण से नदीकर नाम जे हरिहर एक देही से कृष्ण बेणी नाम होई पश्चिम समुद्र को गामी ब्रह्माजी ककुदिनी नामे पूर्व दिक को विजय करी बेनी परुषे बेनी नारी उत्तर दिगे सरस्वती दक्षिणे बहिला गोमती जे सुरा सरस्वती नाम गायत्री गोमती उत्तम आबर जेते सुरगणे नदी स्वरूपे जणे जणे बहिले जल रूप धरी कहवा केतेता विस्तारी सहस्र संख्या जलपथ जे कृष्ण बेणी नामे तीर्थ तही जे स्नान करे जाई गोदान कोटि फल पाई कार्तिक प्रात स्नान कले कार्तिक धर्म पाई भले आबर जेति तीर्थ तही अन्य फल कही जे शुणे कृष्ण बेणी कथा तार हरई सर्वव्यथा अंत्य लाभ विष्णुवास भणई महादेव दास इति श्री पद्मपुराणे उत्तरखंडे कार्तिक महात्म्ये कृष्णवेणी चरित कथने नाम एकविंश अध्याय श्रीकृष्ण उवाच एमंते नारदंक वाणी जे से पृथुराजा कर्णे शुणी विचारी धर्म उपदेश नृपति होइला संतोष नारद वाक्य मन धरी संसार धर्म उदय करी ज्ञान पाइले एके एके मुनिजे गले ब्रह्मलोके से मुनि वचन अमृत संसारे होइला विख्यात जेता श्रुति पथे शुणी कि अब सुजन बखाणी जे जन श्रद्धायुक्ते पूछे से सर्व मुक्तिपथ गचे एमंते कृष्ण मुख शुणी खुणी पूछती ठाकुराणी मोर संशय दूर कर हो प्रभु करुणा सागर कलह नामे जो नारी से स्वामी द्रोह पाप करी बने पिशाची होइथिला मित्र ताहाकु धर्म देला सेदरे में होइला मुकत एतकु पुछई एमंत जे बण स्त्री मूर्खपणे न सेबे स्वामीर चरणे उत्तम कथा न शुणई धर्म के ताहा न जानई
କେହି ନ ଦେବ ତାକୁ ଧର୍ମ ଏମତେ ହେବ ଯାର କର୍ମ। ତାହାକୁ ଅଛି ଯେଉଁ ଗତି ବିଚାରି କହ ଜଗଜ୍ୟୋତି। କୃଷ୍ଣ ବୋଲନ୍ତି ପ୍ରିୟ ଶୁଣ ସଂସାର ବିଧାତା ବିଆଣ। ଜ୍ଞାନୀ ଅଜ୍ଞାନୀ ଦୁଇ ମତେ ବିଶେଷ ଅଛନ୍ତି ଜଗତେ। ତାହାଙ୍କ ପାପ ପୁଣ୍ୟ ଫଳ ଦିନକୁ ଦିନ କରି ଠୁଳ। ବିଧାତା ଦେଉଅଛି ବାଣ୍ଟି ଯାହାକୁ ଯେଉଁ କର୍ମ ଘଟି। ତାହା କହିବା ବିଧି ମତେ ହେ ପ୍ରିୟ ଶୁଣ ଏକ ଚେତେ। ସଂସାରେ ଚାରି ଧର୍ମସାର ଯାହା ଅତ୍ୟନ୍ତ ପ୍ରିୟ ମୋର। ବୃକ୍ଷଙ୍କ ମଧ୍ୟରେ ତୁଳସୀ ତିଥିରେ ବ୍ରତ ଏକାଦଶୀ। କ୍ଷେତ୍ର ଦ୍ୱାରକା ପୁରସ୍ଥାନ ମାସେ କାର୍ତ୍ତିକ ବିଦ୍ୟମାନ। କାର୍ତ୍ତିକ ବ୍ରତ ମନେ ଧରି ଯେମତେ ସେବେ ମୂଳ କରି। ତାର ଦୁର୍ଗତି ଦୂର ଯାଇ ଏକାଶୀ ଅନ୍ତେ ମତେ ପାଇ। ଯେ ପୁଣ ଥାଏ ତାର ଅଙ୍ଗେ ପାପ ନ ରହେ ତାର ଅଙ୍ଗେ। ସେହି ଲଭଇ ମୋର ଗତି ଏଥି ଉତ୍ତାରୁ ଶୁଣ ସତୀ। ଯେ ଜନ ହେବ ଦଣ୍ଡଧାରୀ ଯେ ଲୋକ ଗ୍ରାମେ ଅଧିକାରୀ। ଯେ ପ୍ରାଣୀ କୁଳର ନାୟକ ଏ ତିନି ମଧ୍ୟ ଯେତେ ଲୋକ। ଅର୍ଜନ୍ତି ପାପ ପୁଣ୍ୟ କର୍ମେ ସେ ଷଡ଼ ଭାଗ ହୋଇ ଗମେ। କର୍ତ୍ତା ଲଭଇ ପାଞ୍ଚ ଭାଗ ଅଧିକାରୀରେ ଅଂଶେ ଭୋଗ। ଭୋଜନ ପରଶିବାଠାରେ ଯେ ପରାପର ମନେ ଧରେ। ଆପଣ ସ୍ନେହ ଅନୁସାରୀ ପରଶେ ଅନ୍ନ କ୍ଷୁଦ୍ର କରି। ସେ ଲୋକ ଯେତେ ପାପ ଥାଇ ତିନି ଭାଗରୁ ଅଂଶେ ପାଇ। ଯେ ପାପ ପୁଣ୍ୟ କରିବାରେ ବୁଦ୍ଧିଦାୟକ ହୋଇ ତାରେ ଇଏ ବା କରେ ଉଦଯୋଗ ସେ ପ୍ରାଣୀ ଲଭେ ସମ ଭାଗ। ଯୋଜନ ପରେ ନିନ୍ଦା କରେ ବିଷ୍ଣୁ ବଚନେ ଧିକାରେ। ସେ ତିନି ଅଂଶ ପାପ ପାଇ ସେ ଯେ ଅଙ୍ଗେ ସଙ୍ଗ ହୋଇ। ଉଭୟ ପାପ ପୁଣ୍ୟ ଯେତେ ଚତୁର୍ଥ ଅଂଶ ଲଭେ ନିତ୍ୟ। ଯେ ଜନ ମହାପାପୀ କହି ସୁବର୍ଣ୍ଣ ଚୋର ଗୁରୁଦ୍ରୋହୀ। ବ୍ରହ୍ମ ଇତ୍ୟାଦି କୃତଘନ ଏ ଚାରି ଲୋକ ସଙ୍ଗଜନ। ପଞ୍ଚେ ସମ ମହାପାପୀ ଚତୁର୍ଥ ଅଂଶୀ ଅନ୍ୟ ରୂପୀ। ଯେ ବଳେ ପର ଦ୍ରବ୍ୟ ହରେ କିଅବା ଆପେ ଚୋରି କରେ। ନାବିକ ପଣେ ଧର୍ମ କରେ ଅଧର୍ମୀ ଅର୍ଥୀ ଅର୍ଥ ହରେ। ଅର୍ଥୀର ପାପ ଯେତେ ଥାଇ ଦାମ୍ଭିକ ଦେହେ ବସେ ଯାଇ। ଗୃହିଣୀ ପୁତ୍ର ଶିଷ୍ୟଭୃତ୍ୟ ଏ ଚାରି ଜନ ଲୋକମତ। ସୁଚିତ ସେବା ଅନୁତମେ ତାରିଣୀ ହୁଅନ୍ତି ପ୍ରଭୁ ଧର୍ମେ। ତତ ହରଣ କରେ ଯେହୁ ଉଭୟ ପାପ କର୍ତ୍ତା ସେହୁ। ଗୃହସ୍ଥ ଧର୍ମ ଯେବେ କରି କିଏ ବା ପାପ ହିଁ ଆଚରି। କୁଟୁମ୍ବ ଜନଙ୍କୁ ପୁଛିବ ପ୍ରଭୁ ସେବକ ପଚାରିବ। ସେବକ କର୍ମ ହି ରୂପେ ଯୁବତୀ ପାପ ପୁଣ୍ୟ ହେବେନି ଷଡ଼ ଅଂଶର ସମୀ ଘେନି। ସେବକ କର୍ମ ହି ରୂପେ ସାମନ୍ତ ହୃଦ ଗତେ ବ୍ୟାପେ। ଜୀବନ ଜନ ଋଣ କରି ସୁଝି ନ ପାରି ଯାଏ ମରି। ସେ ଧର୍ମ ଅଜି ଥାଏ ଯେତେ ସାଧୁତା ଦ୍ରବ୍ୟ ଅନୁମତେ। ଘାତକ ତହୁଁ ଧର୍ମ ପାଇ ଯମ କରଣେ ବୁଝି ଦେଇ। ଘାତକ ଧର୍ମ ଯେବେ ନାହିଁ ସାଧୁ ପାପର ହୋଇ ଗ୍ରାହୀ। ଦ୍ରବ୍ୟ ସମାନେ ପାପ ପାଇ ଘାତକ ନରକେ ପଡୁଥାଇ। ଯେ ଇଷ୍ଟ ଅର୍ଥେ ମାଗି ଦ୍ରବ୍ୟ ଆଣି ଗ୍ରହଣ କରେ ସର୍ବ। ଦାତା ଲଭଇ ଦେବା ଧର୍ମ ଯେବେ ତା ଥାଇ ପାପ କର୍ମ। ଗ୍ରାହୀ ଅଙ୍ଗରେ ବସେ ଯାଇ କହନ୍ତି ପ୍ରଭୁ ଭାବଗ୍ରାହୀ। ଏମତେ ପାପ ପୁଣ୍ୟ ଯେତେ ସଂସାରେ ହେଉଥାଏ ନିତ୍ୟ। ଏକ ଆରେକ କର୍ମେ ମେଣ୍ଟି ବିଧାତା ଦେଉଥାଇ ବାଣ୍ଟି। ବିଧାତା ଦେଉଅଛି ବାଣ୍ଟି କେବଳ କଲା କର୍ମସାର। ଆପଣେ ଦେଲେ ପାଇପାର ଜଣେ ଲଭିବ ପୁଣ୍ୟ ଯଶ। ବିକଳ ଆତ୍ମା କରେ ନାଶ। ଏହି ପ୍ରକାରେ ପାପ ପୁଣ୍ୟ ବେନି ସଂସାରେ ଜନମାନେ। ଆରୋହୀ କର୍ମମୟ ରଥେ ସ୍ୱର୍ଗ ନରକ ବେନି ପଥେ। ସାଧୁ ଅସାଧୁ ସଙ୍ଗ ଫଳେ ଗତ ଆଗତ କାଳେ କାଳେ। ପ୍ରାଣୀ ହୁଅନ୍ତି ଆତଜାତ କହନ୍ତି ବସୁଦେବ ସୁତ। କେବଳ ସଂସାର ସାଗରେ ସୁଜନ ସଙ୍ଗେ ଥିଲେ ତୋରେ। ବଣଇ ମହାଦେବ ଦାସ ସୁଜନ ଜନରେ ବିଶ୍ୱାସ।